ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ପଞ୍ଚମ, ବିଷୟ ହେଉଛି ଚିତ୍ରାଙ୍କନ। ଶିକ୍ଷାର୍ଥୀଙ୍କ ନାମ, ଏଇଠି ତୁମର ନାମ ସମ୍ପୂର୍ଣ୍ଣ ନାମ ଲେଖିବ ପିଲାମାନେ, ଠିକ୍ ଅଛି। ତାପରେ ଏଇଠି ଲେଖିବ ରୋଲ୍ ନମ୍ବର, ତୁମର ରୋଲ୍ ନମ୍ବର ଲେଖିବ। ତାପରେ ଏଇଠି ଲେଖିବ ତୁମର ବିଭାଗ, ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତୁମର ତାରିଖ, ତୁମେ ଯେଉଁ ତାରିଖ ଦିନ ଏଇ ପରୀକ୍ଷା ଦେଉଛ, ଠିକ୍ ଅଛି। ତାପରେ ତୁମେ ଏଇଠି ଲେଖିବ ତୁମର ସମ୍ପୂର୍ଣ୍ଣ ବିଦ୍ୟାଳୟର ନାମ, ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବ୍ଲକ, ତୁମର ବିଦ୍ୟାଳୟଟି କେଉଁ ବ୍ଲକରେ ଅଛି ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମ ବିଦ୍ୟାଳୟଟି କେଉଁ ଜିଲ୍ଲାରେ ଅଛି ତୁମେ ଏଇଠି ଲେଖିବ। ତାପରେ ଏଇଠି ତୁମର କିଛି ଲେଖିବାର ଆବଶ୍ୟକତା ନାହିଁ, ତୁମର ଶିକ୍ଷକଙ୍କ କାମ ତାହା ସେଇଠି କରିବେ, ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ତଳେ ଦେଇଥିବା ପର୍ଯ୍ୟାୟଭିତ୍ତିକ ଚିତ୍ରଟିର ଢାଞ୍ଚାକୁ ଦେଖି ସେହିଭଳି ଆଉ ଏକ ଚିତ୍ର ଅଙ୍କନ କରିବ। ପିଲାମାନେ ତଳେ ଯେଉଁ ଚିତ୍ର ଅଛି ଏଇଭଳି ଆଉ ଗୋଟିଏ ଚିତ୍ର ତୁମେ ଅଙ୍କନ କରିବ, ଠିକ୍ ଅଛି। ସିଏ ଅଧା ଚିତ୍ର ଅଙ୍କନ କରିଦେଇଛି ପିଲାମାନେ, ଠିକ୍ ଅଛି। ଏଇ ଚିତ୍ରକୁ ତୁମେ ତଳ ଚିତ୍ରରେ ଅଙ୍କନ କରିବ, ଠିକ୍ ଅଛି। ଏଇ ଚିତ୍ରକୁ ତଳେ ଅଙ୍କନ କରିବ, ଏଇ ଚିତ୍ରକୁ ସେ ଅଧା ଅଙ୍କନ କରିଦେଇଛି, ତୁମେ ତାକୁ ସମ୍ପୂର୍ଣ୍ଣ କରିବ ଆଉ ରଙ୍ଗ ମଧ୍ୟ ଦେବ, ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ, ଯେକୌଣସି ଗୋଟିଏ ପିଲାମାନେ, ଠିକ୍ ଅଛି, ଏହାକୁ କରିବ, ଠିକ୍ ଅଛି, ଏହାକୁ କରିବ। ନଚେତ୍ ତଳେ ଆଉ ଗୋଟିଏ ଚିତ୍ର ଅଛି ତାହାକୁ ତୁମେ କରିବ, ଏହାକୁ ମଧ୍ୟ ତୁମେ ଗୋଟିଏ କରିବ, ଠିକ୍ ଅଛି। ଏହାକୁ ମଧ୍ୟ ତୁମେ ଉପରେ ଯେମିତି ଅଛି ସେମିତି ଅଙ୍କନ କରିବ। ଏହାକୁ ଦେଖି ଏହି ଚିତ୍ରଟି ସମ୍ପୂର୍ଣ୍ଣ କରିବ, ଠିକ୍ ଅଛି। କେଉଁଠି ସେ ଛାଡ଼ି ଦେଇଛି ଏସବୁ ଚିତ୍ର ତୁମେ ଦେଖି ଏଇଠି ସମ୍ପୂର୍ଣ୍ଣ କରିବ। ପରବର୍ତ୍ତୀ ପ୍ରଶ୍ନ, ତଳେ ଦିଆଯାଇଥିବା ଚିତ୍ର ଦୁଇଟିକୁ ଦେଖି ଖାଲି ଥିବା କୋଠରୀରେ ଯେକୌଣସି ଗୋଟିଏ ଚିତ୍ର ଅଙ୍କନ କରିବ, ଠିକ୍ ଅଛି। ପିଲାମାନେ ଏଇଠି ଦୁଇଟି ଚିତ୍ର ଅଛି, ଠିକ୍ ଅଛି, ଦୁଇଟି ଚିତ୍ର ଅଛି। ଗୋଟିଏ ହେଲା ମାଛର ଚିତ୍ର ଏବଂ ଆଉ ଗୋଟିଏ ହେଲା ପ୍ରଜାପତିର ଚିତ୍ର। এই ଦୁଇ ଚିତ୍ର ମଧ୍ୟରୁ ଯେକୌଣସି ଗୋଟିଏର ଚିତ୍ର ତଳ କୋଠରୀରେ ଲେଖିବ, ଅଙ୍କନ କରିବ, ଠିକ୍ ହେଲା। ଏଇଠି ଅଙ୍କନ କରିବ, ଧ୍ୟାନ ଦେବ ଯେମିତି ସୁନ୍ଦର ହେବ ଏବଂ ତାହାକୁ ଯେମିତି ସୁନ୍ଦର ଚିତ୍ର କରିବ ହେଲା ଏବଂ ରଙ୍ଗ ଦେବ, ଠିକ୍ ଅଛି। ଅଭ୍ୟାସ କରିବ ପିଲାମାନେ, କିଛି ନାହିଁ, ଅଭ୍ୟାସ କଲେ ତୁମେ ନ ଦେଖିଲେ ମଧ୍ୟ ଅଙ୍କନ କରିପାରିବ। ଅଭ୍ୟାସ ବେଳେ ସର୍ବସିଦ୍ଧି, ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବେ ପିଲାମାନେ, ନିଶ୍ଚୟ ଗୋଟିଏ ଲାଇକ୍ ମଧ୍ୟ କରିବ, କାହିଁକି ନା ଆମେ ଏତେ ପରିଶ୍ରମ କରି ତୁମକୁ ଦେଉଛି ଏସବୁ ଜିନିଷ, ଠିକ୍ ଅଛି। ନିଶ୍ଚୟ ଗୋଟିଏ ଲାଇକ୍ ହେଲେ କରିବ, କମେଣ୍ଟ ବି ମଧ୍ୟ ନିଶ୍ଚୟ କରିବ, ଠିକ୍ ଅଛି। ଧନ୍ୟବାଦ।